ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ 11 ଦିନିଆ ଉପବାସ କରି କେବଳ ପଇଡ଼ ପାଣି ପିଉଛନ୍ତି। ଜାନୁଆରୀ 12ରେ ସେ ଏହି ରୀତିନୀତି ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠାର ଐତିହାସିକ ତଥା ଶୁଭ ଉତ୍ସବରେ ଉପସ୍ଥିତ ରହିବା ପାଇଁ ସେ ଭାଗ୍ୟବାନ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଈଶ୍ୱର ତାଙ୍କୁ ଏକ ଉପକରଣ ଭାବେ ବାଛିଛନ୍ତି ଏବଂ ଏହା ଦୃଷ୍ଟିରେ ରଖି ସେ 11 ଦିନିଆ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ପାଳନ କରୁଛନ୍ତି ବୋଲି ମଧ୍ୟ କହିଥିଲେ। କେବଳ ଏତିକି ନୁହେଁ, 11 ଦିନିଆ ରୀତିନୀତି ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଶଯ୍ୟା ଛାଡ଼ିଛନ୍ତି। ସେ ଚଟାଣରେ ଏକ କମ୍ବଳ ପକାଇ ଶୋଉଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ଦିନ ସମ୍ପୂର୍ଣ୍ଣ ଉପବାସ ପାଳନ କରିବେ। ଏହି ସମୟରେ ସେ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବେ। ଜାନୁଆରୀ 22ରେ ରାତି 12:30ରେ ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ପାଳନ କରିବେ। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ 6000 ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଏଥିମଧ୍ୟରେ 4000 ସାଧୁ ଏବଂ ସାଧୁସନ୍ଥ ସାମିଲ ଅଛନ୍ତି।